କିଛି ଦୂରରେ ଗାଡ଼ି ଠିଆ କରି ବର୍ଷା କମିବାକୁ ଅପେକ୍ଷା କଲାବେଳେ ଆମେ ଦୁଇ ଜଣ ସେ ଅନ୍ଧାର ଭିତରେ ନିଜକୁ ସମ୍ଭାଳି ପାରିନଥିଲୁ। ସେହି ଅନ୍ଧାରରେ କିଛି ସମୟ ପାଇଁ ଉଭୟଙ୍କ ଉପରେ ହାତ ରଖିବା ଆଉ ଧୀରେ ଧୀରେ ଆଗକୁ ବଢ଼ିବା ଆମକୁ କେଉଁ ଏକ ଅଜଣା ରାଜ୍ୟକୁ ନେଇଯାଉଥିଲା। ଆଉ ଶେଷରେ ଆମେ ଆଗ ସିଟ୍ରୁ ଡେଇଁ ପଛ ସିଟ୍କୁ ଚାଲି ଯାଇଥିଲୁ। ଏପଟେ ବର୍ଷା ତା'ର କରାଳ ରୂପ ଦେଖାଇ ଚାଲିଥିଲା, ଆଉ ଆମେ ଆମର ସବୁ ସୁଖ ପାଇବାକୁ ଯେମିତି ସବୁ ସୀମା ପାର କରିଦେଇଥିଲୁ। ଜୀବନ ଦୋଛକରେ ଠିଆ ହୋଇ ନିଜକୁ ପ୍ରଶ୍ନ କରି ଚାଲିଥିଲି, ସତରେ ମୁଁ ଠିକ୍ ନା ସମସ୍ତେ ଠିକ୍, ଏକା ମୁଁ ଭୁଲ? ଏମିତି କିଛି ଘଟଣା ମୋ ସହ ଘଟିଥିଲା ଯାହାକୁ କାହା ଆଗରେ କହିବା ସମ୍ଭବ ନଥିଲା କି ସହିବା ବି ସମ୍ଭବ ନଥିଲା। ରାତିର ଘନ ଅନ୍ଧକାର ଭିତରେ ମୁଁ ଆଉ ସେ। ବର୍ଷାର ସାଙ୍ଗକୁ ବିଜୁଳିର ଚକମକ ଆଲୋକ ଯେମିତି ଆମ କାରର କାଚ ଡେଇଁ ଭିତରକୁ ପଶି ଆସୁଥିଲା। ସେହି ଚକମକ ଆଲୋକ ଭିତରେ କିଛି ମୁହୂର୍ତ୍ତ ପାଇଁ ମୁଁ ତାକୁ ଆଉ ସେ ମୋତେ ଦେଖି ଚାଲୁଥିଲା। ବର୍ଷାର ବେଗ ଏତେ ଜୋରରେ ଥିଲା ଯେ ଗାଡ଼ି ଚଳାଇବା ବି ସମ୍ଭବ ହେଉନଥିଲା। ସୁନସାନ ରାସ୍ତା କଡ଼ରେ ଗାଡ଼ି ଠିଆ କରି ଅପେକ୍ଷା କରିବାକୁ ଭାବିଲି। କିଛି ଦୂରରେ ଗାଡ଼ି ଠିଆ କରି ବର୍ଷାର କମିବାକୁ ଅପେକ୍ଷା କଲାବେଳେ ଆମେ ଦୁଇ ଜଣ ସେହି ଅନ୍ଧାର ଭିତରେ ନିଜକୁ ସମ୍ଭାଳି ପାରିନଥିଲୁ। ସେହି ଅନ୍ଧାରରେ କିଛି ସମୟ ଉଭୟଙ୍କ ଉପରେ ହାତ ରଖି ଆଉ ଧୀରେ ଧୀରେ ଆଗକୁ ବଢ଼ିବା ଆମକୁ କେଉଁ ଏକ ଅଜଣା ରାଜ୍ୟକୁ ନେଇଯାଉଥିଲା। ଆଉ ଶେଷରେ ଆମେ ଆଗ ସିଟ୍ରୁ ଡେଇଁ ପଛ ସିଟ୍କୁ ଚାଲି ଯାଇଥିଲୁ। ଏପଟେ ବର୍ଷା ତା'ର କରାଳ ରୂପ ଦେଖାଇ ଚାଲିଥିଲା, ଆଉ ଆମେ ଆମର ସବୁ ସୁଖ ପାଇବାକୁ ଯେମିତି ସବୁ ସୀମା ପାର କରିଦେଇଥିଲୁ। ବର୍ଷା ସାଙ୍ଗକୁ ବିଜୁଳି ଯେତେ ଜୋର ହେଉଥିଲା, ଆମେ ବି ଆମର ଯୌନ ସୁଖକୁ ମନ ଭରି ଉପଭୋଗ କରିବାକୁ କୌଣସି କସରେ ବି ଛାଡ଼ିନୁ ଆଜ୍ଞା। ତାପରେ ଆମେ ଆମର ପ୍ରେମ ଦୁନିଆରେ ଉଡ଼ି ବୁଲିବା ଆରମ୍ଭ କରିଥିଲୁ। 5 ବର୍ଷର ସମ୍ପର୍କ, ଆଉ ସେହି ସମ୍ପର୍କର ନିବିଡ଼ତାର ଡୋରକୁ ଛିଣ୍ଡେଇ ସେ ଯେତେବେଳେ ଆଉ କାହାର ହେଇଯାଉଥିଲା, ସେତେବେଳେ ମୁଁ ନିଜକୁ ଧିକ୍କାର ମନେ କରୁଥିଲି। ପ୍ରତାପ ଭାଇ ସେ କିଏ କହିବା ପୂର୍ବରୁ ତା ସହ ସମ୍ପର୍କ କେମିତି ହେଇଥିଲା, ଆଉ ଅନେକ ଥର ତା ସହ ଗୋଟେ ବେଡ଼୍ରେ ଶୋଇ ଆମ ଯୌନ ସୁଖକୁ ଚରିତାର୍ଥ କରିଥିଲେ ବି ସେଦିନର ସେ ବର୍ଷା ରାତିର କାର ଭିତର କଥା କାହିଁକି କହିଲି, ସେ କଥାକୁ କହିବାକୁ ଚାହେଁ ପ୍ରତାପ ଭାଇ। ଆମ ଦୁଇ ଜଣଙ୍କ ଭେଟ ହୁଏ ଅଫିସରେ। ସେଦିନ ମୋର ଅଫିସର ପ୍ରଥମ ଦିନ ଥିଲା, ଆଉ ସେ ମୋ ସାଇଡ୍ ଡେସ୍କରେ ବସିଥିଲା। ନର୍ମାଲ କଥାବାର୍ତ୍ତା ଭିତରେ ଲଞ୍ଚ କରିବାକୁ ସେ ମୋତେ ସାଥିରେ ଡାକିଥିଲା। ସେବେଠୁ ସେହି ସହକର୍ମୀ ହିସାବରେ ଆମେ ଉଭୟଙ୍କୁ ଅଫିସ କାମରେ ସାହାଯ୍ୟ କରୁଥିଲୁ। ସେଦିନର ଆମ ସମ୍ପର୍କ 2 ବର୍ଷରୁ ଅଧିକ ହୋଇସାରିଥିଲା। ସେଇ ଗୋଟେ ଅଫିସ, ସେଇ ଗୋଟେ ଡେସ୍କ, ଆଉ ସିଏ ବି ମୋ ସହକର୍ମୀ ହେଇ ସେମିତି ମୋ ସାଇଡ୍ ଡେସ୍କରେ ବସି ରହୁଥିଲା। ନା ପ୍ରେମ ନା ଅନ୍ୟ କିଛି ମନ ଭିତରେ ଥିଲା। ସେଦିନ ଅଫିସ କାମରେ ବହୁତ ଡେରି ହୋଇଯାଇଥିଲା। ପରଦିନ ଅଫିସରେ ବହୁତ ଅର୍ଜେଣ୍ଟ ପେପର ସବୁ ରେଡ଼ି କରିବାର ଥିଲା। ସେଥିପାଇଁ ପ୍ରାୟ ସମସ୍ତେ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ଅଫିସରେ କାମ କରୁଥିଲେ। ଆମ କାମ ସରିବା ବେଳକୁ ରାତି 11ଟା ହୋଇଯାଇଥିଲା। ବାହାରକୁ ଆସି ଦେଖେ ତ ବର୍ଷା ପକାଇବା ଆରମ୍ଭ କରିଛି। ତାକୁ କହିଲି, ସ୍କୁଟି ରଖିଦିଅ, ମୁଁ ତୁମକୁ ତୁମ ଘରେ ଛାଡ଼ିଦେବି, ଆଉ କାଲି ସାଥୀ ହେଇ ଆସିଲେ ତୁମ ସ୍କୁଟି ନେଇଯିବ। ହେଲେ ଆମକୁ ଜଣା ନଥିଲା ଏ ବର୍ଷାଟା ଧୀରେ ଧୀରେ ଏମିତି କରାଳ ରୂପ ନେବା ଆରମ୍ଭ କରିବ, ଆଉ ସେଇ ବର୍ଷା ହିଁ ଆମକୁ ଏମିତି ଏକ କରିବାରେ ସହଯୋଗ କରିଥିଲା। ଆଉ ଆମର ସେ ମିଳନ ଆମକୁ ପ୍ରେମ ସମ୍ପର୍କରେ ବାନ୍ଧି ଦେଇଥିଲା। ଅଫିସରେ ପାଖରେ ବସୁଥିବା ଝିଅ ସହ ମୋର ପ୍ରେମ କଥା ଧୀରେ ଧୀରେ ସମସ୍ତେ ଜାଣିପାରିଥିଲେ। ଆମ ପ୍ରେମର ଗାଡ଼ି ଆଗକୁ ଆଗକୁ ମାଡ଼ି ଚାଲୁଥିଲା ବେଳେ ହଠାତ୍ ତାର ବ୍ୟବହାରରେ ପରିବର୍ତ୍ତନ ଆସିଥିଲା। ମୋ ଉପରେ ରାଗିବା, ଚିଡ଼ିବା, ଟିକେ ଟିକେ କଥା ଝଗଡ଼ା କରିବା ଯେମିତି ଅନେକ କିଛି ଇସାରା ଦେଉଥିଲା। 7 ବର୍ଷର ସମ୍ପର୍କ, ଆଉ ସେଦିନର ସେ ରାତିର ସେ ମିଳନ ପରେ 5 ବର୍ଷର ପ୍ରେମ ସମ୍ପର୍କ ଆମକୁ ଏତେ ଆଗକୁ ନେଇଯାଇଥିଲା ଯେ ସେ ଏମିତି କରିବ ମୋ ଭାବନା ବାହାରେ ଥିଲା। କାରଣ ଖୋଜିବାକୁ ଚେଷ୍ଟା କଲି, ଆଉ ସେଇ କାରଣଟା ଥିଲା ତା ବାହାଘର ଠିକ୍ ହେଇସାରିଥିଲା। ଆଉ ସେ ଯାହାକୁ ବାହା ହେବାକୁ ଯାଉଥିଲା ସେ କୁଆଡ଼େ ତାଙ୍କ ଜାତିର ଥିଲା, ଆଉ ସେ କୁଆଡ଼େ ସରକାରୀ ଚାକିରି ବି କରୁଥିଲା। ମୁଁ ନିଚ ଜାତିର ଥିଲି, ଆଉ ମୋ ପାଖରେ ଏ କମ୍ପାନୀ ଚାକିରି ଛଡ଼ା କିଛି ବି ନଥିଲା। ମାସ ପୁରିଲେ ଯେଉଁ ଦରମା ଗଣ୍ଡାକ ମିଳୁଥିଲା, ମାଆର ଔଷଧ, ଭାଇର ପାଠପଢ଼ା ଖର୍ଚ୍ଚ, ଆଉ ଘର ଚଳିବାକୁ ଯେତିକି ଟଙ୍କା ଦରକାର ଘରକୁ ପଠାଇ ସାରିବା ପରେ ମୋ ପାଖରେ ଯେତିକି ବଳୁଥିଲା, କଷ୍ଟେ ମଷ୍ଟେ ମୋତେ ଚଳିବାକୁ ପଡ଼ୁଥିଲା। କାହିଁ ରାମଚନ୍ଦ୍ର, ଆଉ କାହିଁ ଏ ରାମିଆ ଭଣ୍ଡାରୀ। ଶେଷରେ ସେ ମୋତେ ଏକୁଟିଆ ଡାକି କହିଲା, ଘରେ ମୋ ବାହାଘର ଠିକ୍ କରିଦେଇଛନ୍ତି। ମୋ ବାପାଙ୍କ ମୁହଁରେ ଆଉ କିଛି କହିପାରିଲିନି କି ମୋର ଆମ ପ୍ରେମ ବିଷୟରେ କହିବାକୁ ସାହସ ହେଲାନି। ଶେଷରେ ଘରେ ଯାହା ନିଷ୍ପତ୍ତି ନେଲେ ମୁଁ ମାନିବାକୁ ବାଧ୍ୟ ହୋଇଗଲି। କେତେ ସହଜରେ ଏତେ ବଡ଼ କଥା କହିଦେଲା ଭାଇ। ଆଉ ଏ କଥା କହିଲା ବେଳେ ତା ମୁହଁରେ ଟିକେ ବି ଦୁଃଖର ଛାଇ ବି ନଥିଲା। ମୁଁ ମୁହଁକୁ ତଳକୁ କରି ଠିଆ ହେଇଥିଲି, ଆଉ ସେ ବେଶ୍ ଖୁସିରେ ଏତିକି କଥା କହି ସାରିବା ପରେ ସେଠୁ ଚାଲି ଯାଇଥିଲା। ନା ତାର ଥିଲା ଲକ୍ଷ୍ମୀ, ହେଲେ କାମ ଥିଲା ପୁରା ଅଲକ୍ଷିଣୀ। ସେ ଅପବିତ୍ର ଦେହକୁ ନେଇ ଆଉ କାହା ସହ କେମିତି ଶୋଇବ ସେ କଥା ମୁଁ ଭାବୁଥିଲି। ଆଉ ଏଇଭଳି ଝିଅମାନଙ୍କ ଭବିଷ୍ୟତ ବି ଆଗକୁ କ'ଣ ହେବ ସେ କଥା କେବଳ ଭଗବାନଙ୍କୁ ହିଁ ଜଣା। ଆଉ ଯେଉଁ ପୁଅମାନେ ଏଇଭଳି ଝିଅକୁ ବାହା ହେଉଛନ୍ତି ସେମାନେ ବି ହୁସିଆର। କାଲି ତମଠୁ ବେଟର ମିଳିଗଲେ ଯେ ସେମାନେ ତମ ଭଳି ସ୍ୱାମୀକୁ ଛାଡ଼ି ଆଉ କାହାର ନ ହେଇଯିବେ ତାର କ'ଣ ମାନେ ଅଛି?
ଯଦି 5 ବର୍ଷ କାଳ ମୋ ସହ ରାତି ପରେ ରାତି କାଟି ସେ ଆଉ କାହାର ହେଇପାରୁଛି, ତେଣୁ ସ୍ୱାମୀକୁ ଛାଡ଼ିବା ଏତେ କଷ୍ଟ ନୁହେଁ ବୋଲି ମୁଁ ଭାବୁଛି। ସତ କହିବି ପ୍ରତାପ ଭାଇ, ଏକଥା ଆପଣଙ୍କୁ କହିଲା ବେଳେ ମୋ ହୃଦୟ କାନ୍ଦୁଛି, ମନ ଅଥୟ ହେଇଯାଉଛି। ହେଲେ ନିଜକୁ ପ୍ରଶ୍ନ କରୁଛି, ସତରେ କ'ଣ ମୁଁ ଠିକ୍ ଥିଲି ନା ସମସ୍ତେ ଠିକ୍, କେବଳ ମୁଁ ଭୁଲ ଥିଲି? ଜୀବନ ଦୋଛକରେ ଠିଆ ହେଇ ମୁଁ ଆଜି ନିଜକୁ ଏମିତି ପ୍ରଶ୍ନ ପଚାରି ଚାଲିଛି ଭାଇ। ହେଲେ ସେ ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ। ଜାଣିନି ସେ ଉତ୍ତର ମୋତେ ମିଳିବ କି ନାହିଁ, କିନ୍ତୁ ଏତିକି ଜାଣିଛି ସେ ତା ଜୀବନରେ କେବେ ଖୁସିରେ ରହିପାରିବନି। ତାର ଏ କେଇ ପଦ କଥା ଅଭିମାନ କି ଅଭିଶାପ ମୁଁ ତ ଜାଣିନି, ହେଲେ ତା ଦୁଃଖ, କଷ୍ଟ ଆଉ ଯନ୍ତ୍ରଣା ବୟାନ କରୁଥିଲା ସେ ଲକ୍ଷ୍ମୀକୁ କେତେ ଭଲ ପାଉଥିଲା। ହେଲେ ସେ ଲକ୍ଷ୍ମୀ ତାକୁ ଧୋକା ଦେଇ ଜମା ବି ଠିକ୍ କଲାନି। ଆପଣମାନେ ଏମିତି ପ୍ରେମିକାକୁ କ'ଣ କହିବେ? ଆଉ ଏ କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।